ଜୟ ଜଗନ୍ନାଥ ସାଙ୍ଗମାନେ। ବର୍ତ୍ତମାନ ରାତି 9ଟା, ଦୋକାନ ବନ୍ଦ ଟାଇମ୍। ଦୋକାନ ବନ୍ଦ କରିବି, ଗାଧୁଆ କରିବି, ତାପରେ ଯାହା ଥବ ଖାଇବାକୁ ତାକୁ ଖାଇବି। ଏଇ ଟାଇପ୍ର ସଂସାର ମୋର ଚାଲିଛି। ମୋ ଭିଡ଼ିଓଟିକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। କ'ଣ ଆଉ କରିବା, ଜଞ୍ଜାଳ ଯନ୍ତ୍ରଣା ଭିତରେ ମୁଁ ବର୍ତ୍ତମାନ ଛନ୍ଦି ହେଇଯାଇଛି। ନା ମୋର ଆଶା କିଛି ଅଛି, ନା ମୋର ଭରସା ଅଛି, କିଛି ନାହିଁ। ଭଗବାନ ମୋତେ ଏମିତି ଦଣ୍ଡ ଦେଇଦେଲେ, କେବଳ ଅନୁତାପ କରୁଛି, ତା ବ୍ୟତୀତ ଆଉ କିଛି ଉପାୟ ନାହିଁ। ଲୋକ କାନ୍ଦୁଛନ୍ତି, ସୋସିଆଲ ମିଡ଼ିଆରେ ଭେଁ ଭେଁ ହେଇକି କାନ୍ଦୁଛନ୍ତି, ଲୁହ ଗୁଡ଼ାକ ଗଳି ପଡ଼ୁଛି। ମୁଁ କାନ୍ଦୁଛି, କିନ୍ତୁ ମୋର ଲୁହ ବାହାରୁନି। ଆଜ୍ଞା, ମୁଁ କାନ୍ଦୁଛି ସିଓର, 2 ବର୍ଷ ହେଲା ମୁଁ କାନ୍ଦୁଛି, କିନ୍ତୁ ଲୁହ ବାହାରୁନି। ଏଇଟା କାନ୍ଦୁଛି, ଆଖି କାନ୍ଦୁନି, ଆଖିରେ ଆଉ ପାଣି ନାହିଁ। କ'ଣ କରିବି? କି ଜାଣି କେଉଁ ଜନ୍ମରେ କି ପାପ କରିଥିଲି, ଭଗବାନ ମୋତେ ଏ ଜନ୍ମରେ ଏ ଦଣ୍ଡ ଦେଲେ। ଯାହା ବି ହଉ, ତ ଲେଖା ଥିଲା ସେଇଆ, ହବାର ଥିଲା ସେଇଆ, ଆଉ ହେଇଗଲା। ବହୁତ ଲୋକ ବହୁତ ଟାହିଟାପରା, ବହୁତ ଗୁଲିଗପ କରୁଛନ୍ତି। ସକାଳୁ ଅଫିସର ଭଳିଆ ଭୁବନେଶ୍ୱର ଯାଉଥିଲା, ଗାଡ଼ିରେ ଆଉଥିଲା, କଣ୍ଟ୍ରାକ୍ଟରେ କରୁଥିଲା, ତା ଗର୍ବ ତାକୁ ଖାଇଗଲା। ମୁଁ ଆଜ୍ଞା ଗର୍ବ କରେନି, ଧନୁରାଶି ପିଲା, ଗର୍ବ କ'ଣ ଜାଣିନି। ମୁଁ ଆଳୁ ପୋଡ଼ା ଭାତ ଖାଇବି, କିନ୍ତୁ ବଡ଼ ବଡ଼ କଥା କୁହେନି। କିନ୍ତୁ ଭଗବାନ ମୋତେ ଦଣ୍ଡ ଦେଉଛି। ଯେଉଁମାନେ କହୁଛନ୍ତି ସେମାନଙ୍କର ଆଜ୍ଞା ସେତିକି କିଛି ଖାଇବାକୁ ପାଉନଥିବେ ଯେତିକି ଆମେ ଖାଉଛୁ କି ପିନ୍ଧୁଛୁ କି ଯାହା କରୁଛୁ, କିନ୍ତୁ ତାକୁ ଭଗବାନ ଭଲରେ ରଖିଛନ୍ତି। ଆଉ ଜଣେ ମୋତେ କହିଲା ଏରେ ଯୁଗଟା ସେଇଆ, ଯେ ଅଧର୍ମ, ଅନ୍ୟାୟ, ଅନୀତି ଏସବୁ କରିବ, ସିଏ ଭଲରେ ରହିବ। ହଉ ଠିକ୍ ଅଛି, ଭଲରେ ରହନ୍ତୁ ସେମାନେ। ଠାକୁର ତ ସମସ୍ତଙ୍କ ପାଇଁ ନା।